ଆପୋଲୋ ହସ୍ପିଟାଲ ଆପୋଲୋ ହସ୍ପିଟାଲର ବିପଦପୂର୍ଣ୍ଣ ଗର୍ଭାବସ୍ଥାର ସଫଳ ଚିକିତ୍ସା। ରାଉରକେଲା ଆପୋଲୋ ହସ୍ପିଟାଲରେ ବିପଦପୂର୍ଣ୍ଣ ଗର୍ଭାବସ୍ଥାର ସଫଳ ଚିକିତ୍ସା କରାଯାଇଛି। ରାଉରକେଲାରେ ବହୁମୁଖୀ ଚିକିତ୍ସା ପଦ୍ଧତି ମାଧ୍ୟମରେ ଗୁରୁତର ହୃଦରୋଗରେ ପୀଡ଼ିତା ମହିଳାଙ୍କ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭାବସ୍ଥାର ସଫଳ ପରିଚାଳନା କରି ଶିଶୁର ସୁରକ୍ଷିତ ପ୍ରସବ କରାଯାଇଛି। ସଫଳ ଚିକିତ୍ସା ଏବଂ ଅପରେସନ୍ ପରବର୍ତ୍ତୀ ଯତ୍ନ ପରେ ଉଭୟ ମା ଏବଂ ନବଜାତ ଶିଶୁ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏନେଇ ହସ୍ପିଟାଲ ତରଫରୁ ଏକ ସୂଚନା ଦେବା ଅବସରରେ ଡାକ୍ତର ଦେବାଶିଷ ପଟ୍ଟନାୟକ, ଡକ୍ଟର ସତ୍ୟରଞ୍ଜନ ଦାସ, ଡାକ୍ତର ଶୁଭେନ୍ଦୁ ସରକାର କହିଛନ୍ତି ଯେ ଗର୍ଭାବସ୍ଥାରେ ଜଟିଳ ହୃଦରୋଗ କାରଣରୁ ରୋଗୀଙ୍କୁ ଉନ୍ନତ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟସେବା ଏବଂ ନିରନ୍ତର ହୃଦଯନ୍ତ୍ର ନିରୀକ୍ଷଣ ଆବଶ୍ୟକ ଥିଲା। ଅନ୍ୟ ସ୍ଥାନରେ ନିଜ ରୋଗ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଚିକିତ୍ସା ପାଇବାରେ ଅସମର୍ଥ ହେବା ପରେ ସେ ଆପୋଲୋ ହସ୍ପିଟାଲ ରାଉରକେଲା ଉପରେ ଭରସା କରିଥିଲେ। ସିନିୟର କନସଲଟାଣ୍ଟ ଅବଷ୍ଟ୍ରେଟିକ୍ ଗାଇନୋକୋଲୋଜି ଡାକ୍ତର ସତ୍ୟରଞ୍ଜନ ଦାସ ଏବଂ ସିନିୟର କନସଲଟାଣ୍ଟ କାର୍ଡ଼ିଆକ୍ ଆନେସ୍ଥେସିଆ ଡାକ୍ତର ଶୁଭେନ୍ଦୁ ସରକାରଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ, ଯେଉଁଥିରେ ହୃଦରୋଗ ବିଶେଷଜ୍ଞ, କ୍ରିଟିକାଲ କେୟାର ବିଶେଷଜ୍ଞ, ନିଓନାଟୋଲୋଜିଷ୍ଟ, ନବଜାତ ଶିଶୁ ବିଶେଷଜ୍ଞ, ନର୍ସିଂ ପ୍ରଫେସନାଲ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା ଦଳ ସାମିଲ ହୋଇଥିଲେ। ସୂକ୍ଷ୍ମ ଯୋଜନା, ସହଜ ସମନ୍ୱୟ ଏବଂ ଉନ୍ନତ ଚିକିତ୍ସା ସେବା ମାଧ୍ୟମରେ ଏହି ମାମଲାର ସଫଳ ପରିଚାଳନା କରିଛନ୍ତି। ପ୍ରସବ ପରେ ମା ସୁସ୍ଥ ହେବା ପୂର୍ବରୁ 2 ଦିନ ପାଇଁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ଆଇସିୟୁରେ ନିବିଡ଼ ପର୍ଯ୍ୟବେକ୍ଷଣରେ ଥିଲେ। ବର୍ତ୍ତମାନ ଉଭୟ ମା ଏବଂ ନବଜାତ ଶିଶୁ ସ୍ଥିର ଅବସ୍ଥାରେ ଡିସଚାର୍ଜ କରାଯାଇଛି। ଏହି ସଫଳତା ବିଷୟରେ ପ୍ରତିକ୍ରିୟା ଦେଇ ଡାକ୍ତର ଦାସ କହିଛନ୍ତି ଯେ ଗୁରୁତର ହୃଦରୋଗ ଥିବା ମହିଳାମାନଙ୍କ ଗର୍ଭାବସ୍ଥାର ପରିଚାଳନା ପାଇଁ ସଠିକ୍ ସମୟରେ ହସ୍ତକ୍ଷେପ ଏବଂ ବହୁମୁଖୀ ଦଳଗତ କାର୍ଯ୍ୟ ଆବଶ୍ୟକ। ଏହି ସଫଳ ପରିଣାମ ମା ଏବଂ ଶିଶୁ ଉଭୟଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଇଛି। ଡାକ୍ତର ସରକାର କହିଛନ୍ତି ଯେ ସତର୍କତା, ବହୁମୁଖୀ ସହଯୋଗ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷତା ମାଧ୍ୟମରେ ଉନ୍ନତ ବ୍ୟବସ୍ଥା ଯୋଗୁଁ ଏଭଳି କ୍ରିଟିକାଲ ଚିକିତ୍ସାରେ ଏଭଳି ସଫଳତା ମିଳିପାରିଛି। ପଶ୍ଚିମ ଓଡ଼ିଶାର ଏକ ଅଗ୍ରଣୀ ହସ୍ପିଟାଲ ରୂପେ ରାଉରକେଲା ଆପୋଲୋ ହସ୍ପିଟାଲ ଜଟିଳ ଚିକିତ୍ସା ସମସ୍ୟା ଥିବା ରୋଗୀଙ୍କ ପାଇଁ ବ୍ୟାପକ ସୁପର ସ୍ପେଶିଆଲିଟି ସେବା, ଉନ୍ନତ ହୃଦରୋଗ ଚିକିତ୍ସା, କ୍ରିଟିକାଲ କେୟାର ଏବଂ ଉଚ୍ଚ ବିପଦପୂର୍ଣ୍ଣ ପ୍ରସବ ପରିଚାଳନା କ୍ଷେତ୍ରରେ ବିଶେଷ ଭାବେ ନିଜର ସୁନାମ ରଖିପାରିଛି ବୋଲି ସେ କହିଥିଲେ। ଦେଖନ୍ତୁ ତାରି ଚିତ୍ର। ସେତେବେଳେ ମୋତେ ଜରୁରୀ ଯେଉଁମାନେ ଆମର ଅଛନ୍ତି ଇମର୍ଜେନ୍ସି ଡିପାର୍ଟମେଣ୍ଟରୁ ଡକ୍ଟର ମୋତେ ଫୋନ୍ କଲେ। ମୁଁ ପହଞ୍ଚିକି ଦେଖିଲି ପ୍ରକୃତରେ ଯଦି ପେସେଣ୍ଟ ମାନେ ଏଇଠି ଠିକ୍ ନ କରିବ କେଉଁଠି ଠିକ୍ କରିବ, ଏଠୁ ଆଉ କେଉଁଠି କିମ୍ବା ରେଫର କରିବ। ତେଣୁ ସେଥିପାଇଁ ଏଇଟା ଗୋଟେ ଚ୍ୟାଲେଞ୍ଜ ଥିଲା ଆମ ପାଇଁ। କାହିଁକି ଆପଣମାନେ ସମସ୍ତେ ମାନେ ଜାଣିଥିବେ ହାର୍ଟ ଡିଜିଜ୍ ରହିଲେ ତା ସାଙ୍ଗରେ ଯଦି ପ୍ରେଗନେନ୍ସି ରହିଲା, ଏଇଟା ମାଆକୁ ବି ବିପଦ ଆଉ ଛୁଆକୁ ବି ବିପଦ। ମାନେ ଠିକ୍ ଯେମିତି ଲେବର ପେନ୍ ଷ୍ଟାର୍ଟ ହେବ ତାର ହାର୍ଟ ଫେଲ୍ କରିଯାଏ ମାଆର, ଆଉ ମା ବି ଯାଏ, ଛୁଆ ବି ଯାଏ। ତେଣୁ ଏ ପ୍ରକାର ସିଚୁଏସନରେ ଗୁଡ଼ାଏ ଜାଗାରେ ଡାକ୍ତରମାନେ ସେତିକି ମାନେ ସାହସ କରନ୍ତିନି ସେ କେସ୍କୁ ଟେକଅପ୍ କରିବା ପାଇଁ। ସେଥିପାଇଁ ଯେଉଁମାନଙ୍କର ହାର୍ଟ ଡିଜିଜ୍ ଅଛି ସେମାନେ और जिसमें राइट साइड और लेफ्ट साइड का ब्लड मिक्स होता जाता है। अभी प्रेगनेंसी एक ऐसा सिचुएशन है जहाँ पे फॉर एनी लेडी हु बिकम प्रेग्नेंट एक्चुअली उसका ब्लड वॉल्यूम बहुत ज़्यादा बढ़ जाता है, और ये ब्लड वॉल्यूम ज़्यादा ब्लड वॉल्यूम हार्ट को एकोमोडेट करना पड़ता है। और जैसा जो हार्ट का जो छेदा है, इसमें अगर ज़्यादा ब्लड का रन हो गया तो पेशेंट का हार्ट धीरे धीरे बैठ जाता है, जिसको हम बोलते हैं हार्ट फेलियर। तो एज डी दिस टाइप ऑफ लेडी उतना लीन एंड थिन, उतना हेल्दी भी नहीं है। तो इस पेशेंट का सबसे जो इम्पोर्टेंट चीज था वो है पेशेंट का हार्ट फेलियर प्रिवेंट करना। एक बार हार्ट फेलियर में चला गया तो इट बिकम्स एक्सट्रीमली रिस्की फॉर द ब्यूरो न्यूज ओडिशा कथा यूट्यूब चैनलटी को आपण मैंने देखुंट मतामत दिंतु, लाइक करूँ, सब्सक्राइब करूँ और शेयर करूँ।